ସୁନ୍ଦର ଦେଖି ତାକୁ ବାହା ହେଇଗଲା କିନ୍ତୁ ତାର ମାନେ ଆକ୍ଚୁଆଲି ତାର ସେତେଟା ରୋଜଗାର ନଥିଲା ଯାହାକି ଏଇ ସମସ୍ତ ପ୍ରୋବ୍ଲେମର ମୂଳ କାରଣ ପ୍ଲାନିଂ କରି ସେମାନେ ତାକୁ ମାନେ ଯୋଜନାବଦ୍ଧ ଭାବରେ ତାକୁ ହତ୍ୟା କରିଛନ୍ତି। ଆକ୍ଚୁଆଲି ସେଇ ଜାଗାରେ ତାର ମୋଟର ସାଇକେଲ ଚାବି ଥିଲା ପଡ଼ିଥିଲା ଏବଂ ଝିଅର ଶଙ୍ଖା ଖଣ୍ଡ ବିଖଣ୍ଡିତ ହୋଇକି ଏଇଠୁ ଆମେ ଉଦ୍ଧାର କରିଛୁ। ଜାନୁଆରୀ 4, 2019 ରାତି ପାଖାପାଖି 9ଟା ସମୟ ଏ ହେଉଛି ସେହି ଜାଗା ଯେଉଁ ଜାଗାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ନାୟିକା ବା କଳାକାର ବା ଅଭିନେତ୍ରୀ ନିକିତାଙ୍କର ମଧ୍ୟ ଏହି ସ୍ଥାନରେ ହିଁ ସେ ଛାତ ଉପରୁ ସେ ତଳକୁ ମଧ୍ୟ ପଡ଼ିଯାଇଥିଲେ ଏବଂ ଯାହାଦ୍ୱାରା କି ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିଲା ତାଙ୍କ ସ୍ୱାମୀ ହିଁ ତାଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି। ଏ ନେଇକି ତାଙ୍କ ପରିବାର ଲୋକେ ଚାଉଳିଆଗଞ୍ଜ ସ୍ଥାନରେ ଏତଲା ମଧ୍ୟ ଦେଇଥିଲେ। ପୋଲିସ ଏତଲାକୁ ରୁଜୁ କରି ତଦନ୍ତ କରିଥିଲା ଏବଂ ସେତେବେଳେ ଲିପନଙ୍କ ସହିତ ତାଙ୍କ ବାପା ମାଆଙ୍କୁ ମଧ୍ୟ ଗିରଫ କରିଥିଲା। ଯେହେତୁ କୋର୍ଟଙ୍କର ବର୍ତ୍ତମାନ ରାୟ ଆସିଛି ଲିପନ ହିଁ ହତ୍ୟାକାରୀ, ସେହି ମଧ୍ୟ ନିକିତାଙ୍କୁ ହତ୍ୟା କରିଛନ୍ତି। ଏହି ଛାତ ଉପରୁ ତଳକୁ ମଧ୍ୟ ଠେଲି ଯାଇଥିଲେ ଏବଂ ସେତେବେଳେ ଏହି ଘଟଣାଟି ବହୁତ ଚର୍ଚ୍ଚାର ମଧ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା ସେତେବେଳେ ଏବଂ ସନ୍ଦେହଜନକ ଅବସ୍ଥା ଯେହେତୁ ତାଙ୍କର ମୃତ୍ୟୁ ହୋଇଥିଲା ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା। ଦେଖନ୍ତୁ ଏ ହେଉଛି ସେହି ଜାଗା ସେହି ଯେତେବେଳେ ସେ ଛାତରୁ ତଳକୁ ମଧ୍ୟ ପଡ଼ିଥିଲେ ଏବଂ ତଳେ ହିଁ ଯେତେବେଳେ ତାଙ୍କର ଯେତେବେଳେ ଶରୀର ମଧ୍ୟ ଯାଇକି ପଡ଼ିଥିଲା ସେତେବେଳେ ତାଙ୍କର ପୁରା ଗୁରୁତର ମଧ୍ୟ ସେ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରିକି ତାଙ୍କୁ କିଛି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା, ତାପରେ ଏସିବି ମେଡ଼ିକାଲ, ତା ପରବର୍ତ୍ତୀ ଅବସ୍ଥାରେ ସିଡ଼ିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା ଏବଂ ଯେହେତୁ ଚିକିତ୍ସାଧୀନ ଅବସ୍ଥାରେ ଜାନୁଆରୀ 5 ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆମ ସହିତ ଅଛନ୍ତି ନିକିତାଙ୍କ ବାପା, ଆମେ ତାଙ୍କୁ ପଚାରିବା ଏହି ଘଟଣାକ୍ରମ ସମ୍ପର୍କେ ଯେହେତୁ ସେ ଯେତେବେଳେ ସେମାନେ ମଧ୍ୟ ଘରେ ଉପସ୍ଥିତ ଥିଲେ ତଳେ ମଧ୍ୟ ସେମାନେ ଥିଲେ ଏବଂ ଯେତେବେଳେ ନିଜ ସ୍ୱାମୀଙ୍କ ସହିତ ନିକିତା ଏହି ଛାତ ଉପରକୁ ମଧ୍ୟ ଆସିଥିଲେ ତ ଘଟଣାଟି କେମିତି କ'ଣ ଥିଲା। ଆମ ସହ ଯେତେବେଳେ ନିକିତା ଆସିଥିଲେ ସେହି ସମୟରେ ଘରେ ମଧ୍ୟ ତଳେ ଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଯେତେବେଳେ ସେ ଉପରକୁ ଆସିଲେ ରାତି ପାଖାପାଖି 9ଟା ସମୟ ହେବ କ'ଣ କହିକି ଆସିଥିଲେ ଏବଂ ଘଟଣାଟି ଯେତେବେଳେ ଆପଣମାନେ କ'ଣ ଦେଖିଥିଲେ ଏଇ ଜାଗାରେ? ସିଏ କଥାବାର୍ତ୍ତା ଉପରକୁ ଆସିଲେ ସେମାନେ ସିଏ ଆସିକି 9ଟା ବେଳେ ତା ସହିତ କ'ଣ ଝଗଡ଼ା ଟିକେ ଆରମ୍ଭ କଲା। ତାପରେ ସେମାନେ ତାକୁ ନେଇକି ଉପରକୁ ସେ ଆସିଲା। ଉପରକୁ ଆସିଲା ପରେ ଆମେ ଭାବିଲୁ ଉପରେ କ'ଣ କଥାବାର୍ତ୍ତା ହେଉଛନ୍ତି କିନ୍ତୁ କିଛି ସମୟ ପରେ 5-10 ମିନିଟ୍ ପରେ ଆମେ ଦେଖିଲୁ ଗୋଟେ ଶବ୍ଦ ଶୁଣିଲା ପରେ ମୁଁ ଉପରକୁ ଆସିଲୁ ଦେଖିଲୁ ନିକିତା ନାହିଁ, ସିଏ ତଳକୁ ଖସି ଯାଉଛି। କ'ଣ ହେଲା ନା ସେ ତଳକୁ ପଡ଼ିଗଲା କହିକି ସେ ଆଉ କିଛି ନ କହି ତଳକୁ ମାନେ ପଳେଇ ଚାଲିଗଲା। କିନ୍ତୁ ଦେଖିଲୁ ସେଇ ଜାଗାରେ ତା'ର ମୋଟର ସାଇକେଲ ଚାବି ପଡ଼ିଥିଲା ଏବଂ ଝିଅର ଶଙ୍ଖା ଖଣ୍ଡ ବିଖଣ୍ଡିତ ହୋଇକି ଏଇଠୁ ଆମେ ଉଦ୍ଧାର କରିଛୁ ଏବଂ ସେଥିରେ ଆମେ ଅନୁମାନ କଲୁ ଡେଫିନେଟ୍ ତାଙ୍କ ଭିତରେ କିଛି ସଂଘର୍ଷ ହେଇକି ତାକୁ ସିଏ ବଳପୂର୍ବକ ତଳେ ଠେଲି ପକାଇ ଦେଇଛି। ତେଣୁ ସେ ଅନୁସାରେ ଆମେ ନେଇଥିଲୁ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲୁ। ପରେ ମାନେ କୋର୍ଟରେ କେସ୍ ଟ୍ରାଏଲ୍ ହେଲା ଏବଂ ଦୀର୍ଘ 7 ବର୍ଷ ପରେ ଆଜି ନ୍ୟାୟ ମିଳିଲା। ଗୋଟେ କଥା ଯେଉଁ କଥା କହୁଥିଲେ ଯେ ଯେହେତୁ ପ୍ରେମ ବିବାହ କରିଥିଲେ ନିକିତା ଏବଂ ଯେଉଁ ରୋଜଗାର କଥା ସାମ୍ନାକୁ ମଧ୍ୟ ଆସୁଥିଲା, ଯେହେତୁ ନିକିତା ବହୁତ ଚର୍ଚ୍ଚିତ ନାୟିକା ମଧ୍ୟ ଥିଲେ, କଳାକାର ଥିଲେ, ସେ ବହୁତ ପଇସା ମଧ୍ୟ ରୋଜଗାର କରୁଥିଲେ ଏବଂ ତାଙ୍କ ନାଁ ମଧ୍ୟ ବହୁତ ଓଡ଼ିଶା ସାରା ସମସ୍ତେ ଜାଣନ୍ତି ମଧ୍ୟ। ତାଙ୍କ ସ୍ୱାମୀ ଯିଏ ଥିଲେ ତାଙ୍କର କେମିତି କ'ଣ ଥିଲା ଆଉ ବର୍ତ୍ତମାନର ଯେଉଁ ଅଛନ୍ତି ସମାଜରେ ଯେଉଁମାନେ ଅଛନ୍ତି ଯୁବପିଢ଼ି ତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ ଏଇ ଘଟଣା ପରେ ଯେତେବେଳେ ଆପଣମାନେ ବର୍ତ୍ତମାନ ଦେଖନ୍ତି ସମାଜକୁ, ଆପଣ ବର୍ତ୍ତମାନ ଯେଉଁ ଯାହା ଦେଖନ୍ତି ଯାହା ସବୁ ଖବର ସାମ୍ନାକୁ ଆସୁଛି ବା ଯାହା ପରିସ୍ଥିତି ରହିଛି ସମାଜରେ ଏବେ? ଯେହେତୁ ଏଇଟା ଗୋଟେ ପ୍ରେମ ବିବାହ ଥିଲା, ଝିଅ ଯଦି ତାକୁ ଭଲ ପାଉଥିଲା ତା ମନଟାକୁ ଭାଙ୍ଗି ପାରିଲନି। ତେଣୁ ସେ କେବଳ ତାକୁ ପିଲାଟା ସୁନ୍ଦର ଦେଖି ତାକୁ ବାହା ହେଇଗଲା କିନ୍ତୁ ତାର ମାନେ ଆକ୍ଚୁଆଲି ତାର ସେତେଟା ରୋଜଗାର ନଥିଲା ଯାହାକି ଏଇ ସମସ୍ତ ପ୍ରୋବ୍ଲେମର ମୂଳ କାରଣ। ଏଥିପାଇଁ ସେ ତାଙ୍କ ଭିତରେ ମାନେ ଷ୍ଟ୍ରଗଲ୍ ସେ ଆ ଉପରେ ଡିପେଣ୍ଡ କରୁଥିଲା କାରଣ ଝିଅ ଥିଲା ଗୋଟେ ଚର୍ଚ୍ଚିକା ନାୟକ ସେଇ ସମୟରେ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲା ଏବଂ ତା'ର ଭଲ ରୋଜଗାର ଥିଲା। ୟା ରୋଜଗାର ଉପରେ ତାଙ୍କର ସବୁବେଳେ ଆଖି ରହିଲା ଏବଂ ସେ ଅନୁସାରେ ସେମାନେ ତାକୁ ଅତି ମାନେ ଲୋଭପରବଶ ସେମାନେ ତାକୁ ଲାଷ୍ଟରେ ହତ୍ୟା କରିଛନ୍ତି। ସମାଜ ପ୍ଲାନିଂ କରି ସେମାନେ ତାକୁ ମାନେ ଯୋଜନାବଦ୍ଧ ଭାବରେ ତାକୁ ହତ୍ୟା କରିଛନ୍ତି। ଆକ୍ଚୁଆଲି এই ক্ষেত্রে আপনার সমাজে থাকা অন্য যুবপিঢ়ি কোণ বার্তা দেবে যে এই যে ক্ষেত্রে যে রোজগার কথা আসুচি গোটে পুরুষ লোক যেতে পুরো ডিপেন্ড হয়ে যাচ্ছে পুরো নির্ভরশীল হয়ে যাচ্ছে তাঁর মানে পত্নী উপরে না এই ক্ষেত্রে মু এতিকি মেসেজ ଦେଇପାରିବି যে প্রত্যেক ঝিও মানে নিজের জীবনসাথীকে বাছিয়া বেড়ে ସବୁବେଳେ তার କ୍ୱାଲିଟିଟା ଦେଖନ୍ତୁ ଏବଂ ତାର ମାନେ ସୁନ୍ଦରତା କିମ୍ବା ତାର ଇଏରେ କେବେ ମୁଗ୍ଧ ମାନେ ହେଇକି ପ୍ରଲୋଭିତ ହୋଇ କେବେ ପଶିଯାଆନ୍ତୁ ନାହିଁ। ପୁଅର କ୍ୱାଲିଟି ତାର ପୁଅର ରୋଜଗାର ଏଇ ଭିତରେ ମାନେ ଗଲେ ତା ଜୀବନଟା ସୁଖମୟ ହେବ, ନଚେତ ଜୀବନଟା ଦୁର୍ବିଷ ହୋଇପଡ଼ିବ। ଯଦି ସ୍ୱାମୀର ରୋଜଗାର ନଥାଏ ତେବେ ତାର ଜୀବନଟା
ଦୁର୍ବିଷହ ହୋଇପଡ଼ିବ ଭବିଷ୍ୟତରେ ଯାହାକି ଘଟିଲାନି କି ତା ଜୀବନରେ ଏବେ ଆଜିକାର ଯେଉଁ ପିଢ଼ିକି ମୁଁ ଏତିକି ବାର୍ତ୍ତା ଦେବି। ତାଙ୍କ ବାପା ମଧ୍ୟ ଥିଲେ ସେ ମଧ୍ୟ ଯାହା ତାଙ୍କର ପୁରା ଘଟଣାକ୍ରମ ସମ୍ପର୍କରେ ଆମ ସହିତ ଆଲୋଚନା କଲେ ଏବଂ କିଛି ବାର୍ତ୍ତା ମଧ୍ୟ ଦେଲେ ବର୍ତ୍ତମାନର ସମାଜକୁ ଏ ସମସ୍ତେ ଏହି ବାର୍ତ୍ତାକୁ ନେଇକି ବର୍ତ୍ତମାନ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ଯଦିଓ ସେମାନେ ସାଂସାରିକ ଜୀବନ ଭଲ ଭାବରେ ବିତାଇବା ପାଇଁ ଚାହାନ୍ତି ତାହେଲେ ଏଭଳି ଢଙ୍ଗରେ ସେ ବାର୍ତ୍ତା ମଧ୍ୟ ସମସ୍ତେ ଶୁଣନ୍ତୁ, ସମସ୍ତେ ଜାଣନ୍ତୁ ଯେ ପ୍ରକୃତରେ ଦୁନିଆରେ ଆଜି କ'ଣ ଘଟୁଛି ଏବଂ କିପରି ଭାବରେ ସମସ୍ତେ ସୁଖ ଶାନ୍ତିର ଜୀବନଟା କେମିତି ବିତେଇବେ ସେ ନେଇକି ସମସ୍ତେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।